ଯେଉଁମାନେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହାନ୍ତି ସେମାନେ ତ ପ୍ରଥମେ ଆପଣଙ୍କର ଦୋଷ ଗୁଡ଼ାକ ବାହାର କରିବେ। ଶେଷରେ କହିବେ କି ତୋର ଏଇ ଭୁଲ ପାଇଁ ମୁଁ ତୋ ଠାରୁ ଦୂରେଇ ଯାଉଛି, ସେଥିପାଇଁ ମନ କଷ୍ଟ କରିବୁନି। କିନ୍ତୁ ସମ୍ପୂର୍ଣ୍ଣ ଏଇଟା ଭ୍ରମ ଧାରଣା। ଆପଣ ଆକ୍ଚୁଆଲି ଭୁଲ ନଥିଲେ, ଭୁଲ ସେ ଥିଲା ଯିଏ ତୁମଠାରୁ ଦୂରେଇ ଯାଉଛି। ସେଥିପାଇଁ ଯାହା ସହିତ ମିଶିବା ପାଇଁ ଚେଷ୍ଟା କରୁଛନ୍ତି ବେଶୀ ଆପଣାର ହୁଅନ୍ତୁନି, କାହିଁକି ନା ସେ ହିଁ ଆପଣଙ୍କ ପେଟରେ ଝୁରା ଘୁଷିବ। ସେତିକିବେଳେ ଆପଣଙ୍କ ମନରେ କିଛି ବି ସୋଚ ନଥିବ। ଆପଣ କେତେ ହରେଇଲେ କେତେ ପାଇଲେ। ଯାହା ସହିତ ବି ମିଶନ୍ତୁ ଟିକେ ହୁସିଆର ଭାବି ଚିନ୍ତିକିରି, କାହିଁକି ନା ସମୟ ପଇଲେ ସେ ଆପଣଙ୍କୁ ଏମିତି 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 ବାଟ ଦେଖେଇବ ଯାହାକି ଆପଣଙ୍କର କେବଳ କାନ୍ଦିବା ଛଡ଼ା ଆଉ କିଛି ବି ନଥିବ। ସେ ପ୍ରେମ ସମ୍ପର୍କ ହଉ କି ଯେକୌଣସି ସମ୍ପର୍କ ହଉ। ସେଥିପାଇଁ ନିଜକୁ ବି ଏତେ ତା ଆଡ଼େ ଭସେଇ ଦିଅନି, ଅନ୍ୟକୁ ଏତେ ସେ ପ୍ରେମ କରନ୍ତୁନି ଯାହାକି ଆପଣଙ୍କ ଲାଇଫ୍ ବର୍ବାଦ ହେଇଯିବ। ସବୁବେଳେ ଗୋଟେ କଥା ମନେ ରଖିବେ, ଏ ମଣିଷ ସବୁଠାରୁ ବେଇମାନ ହେଉଛି ମଣିଷ। ମଣିଷକୁ ଏତେ ସାରା ଆଶ୍ରୟ ଦିଅନ୍ତୁନି ଯେ କାଲି ସକାଳେ ସେ ତୁମକୁ ନିନ୍ଦା ହିଁ ଦେଇ ଚାଲିବ। ଯେତିକି ଭଲ ପାଇବା ଦେବ ଆରମ୍ଭରୁ, ଶେଷରେ ତାର 10 ଗୁଣା ସେ ନିନ୍ଦା ହିଁ ଆପଣଙ୍କର କରିବ। ଯେଉଁଟା ଭଲ ତୁମେ ତା ପାଇଁ ଚାହୁଁଥିବ, ତା ବଦଳରେ ସେ ତୁମର ନିନ୍ଦା ଚାହୁଁଥିବ। କାହିଁକି ନା ଅତ୍ୟଧିକ ଭଲ ପାଇବା ଯେଉଁଠି, ତାର 10 ଗୁଣା ଘୃଣା ସେଇଠି। ସେଥିପାଇଁ ଯଦି ଭଲ ପାଇବାକୁ ଚାହୁଁଛ ତାହେଲେ ଅନ୍ତରର ସହିତ ଭକ୍ତି କର। କାହିଁକି ନା ପ୍ରତ୍ୟେକଟି ମଣିଷର ହୃଦୟରେ ଭଗବାନ ଥାଆନ୍ତି। ଆମେ କୌଣସି ମଣିଷକୁ ଘୃଣା କରିବା ଠିକ୍ ନୁହେଁ କି ଖରାପ ଭାବିବା ଠିକ୍ ନୁହେଁ। ଆମର ପ୍ରଥମତଃ କର୍ତ୍ତବ୍ୟ ହେଉଛି ଗୋଟେ ମଣିଷକୁ ଆମେ ଏଇଥିପାଇଁ ଭଲ ପାଇବା ଯେହେତୁ ତା ହୃଦୟରେ ଭଗବାନଙ୍କର ବାସ। ତା ମାନେ ନୁହେଁ ଯେ ଆମେ ତା ପ୍ରେମରେ ପଡ଼ିଯିବା। ଏକ୍ସଟର୍ନାଲି ଲଭ୍ ବନ୍ଦ କରନ୍ତୁ, ଇଣ୍ଟରନାଲି ଲଭ୍ ଷ୍ଟାର୍ଟ କରନ୍ତୁ। କାହିଁକି ନା ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ପଶୁ, ପ୍ରତ୍ୟେକ ବୃକ୍ଷ ଏମାନଙ୍କ ଭିତରେ ଈଶ୍ୱରଙ୍କର ବାସ। ସେଥିପାଇଁ ତାମାନେ କ'ଣ ଆମେ ତାଙ୍କ ପାଇଁ ହଜିଯିବା, ତାଙ୍କ ପାଇଁ ମରିଯିବା, ଜୀବନକୁ ନଷ୍ଟ କରିଦେବା, ଆମର ସବୁ ସମୟ ତାଙ୍କ ପଛରେ ଉଡ଼େଇ ଦେବା? ଏଇଟା ଗୋଟେ ପାଗଳାମି। ଭଲ ପାଅ, କିନ୍ତୁ ଭଲ ପାଇବାରେ କେବଳ ଫିଲିଙ୍ଗସ୍, ତା ମାନେ ନୁହେଁ ନିଜର ସବୁ କିଛି ତ୍ୟାଗ କରିଦେବା। ସେହି ମଣିଷ ତୁମକୁ ଯେମିତି ଧୋକା ନ ଦେଉ, ଯାହାକୁ ତୁମେ ଅଧିକ ଭଲ ପାଉଛ। ଯେତିକି ଆବଶ୍ୟକ ସେତିକି ଆମ ପାଇଁ ଜରୁରୀ। ବଟ୍ ନିଜ କାମରେ ଆମେ ନିଜକୁ ନିୟୋଜିତ କରିବା। ଭଗବାନ ଅଧିକ ଖୁସି ହେବେ ସେଇ ମଣିଷକୁ ପ୍ରତି, ଯେଉଁ ମଣିଷ ତା କର୍ତ୍ତବ୍ୟରେ ଅବହେଳା